ଆଜି ଆମେ ପଢ଼ିବା ପଞ୍ଚମ ଶ୍ରେଣୀର ଦ ଲିଟିଲ୍ ରାଉଣ୍ଡ ବନ୍‌ର କିଛି କଠିନ ଶବ୍ଦ। ଲିଭ୍ଡ ଲିଭ୍ଡର ଅର୍ଥ ବାସ କରିବା। ଯେଉଁଠି ଗ୍ରାଣ୍ଡମା ଓ ଗ୍ରାଣ୍ଡପା ରହୁଥିଲେ ସେହି ସ୍ଥାନକୁ ବାସ କରିବା କୁହାଯାଇଛି। ବନ୍ ବନ୍‌ର ଅର୍ଥ ପିଠା ବା ମଇଦାରେ ତିଆରି ଏକ କେକ୍। ଗ୍ରାଣ୍ଡପା ଗ୍ରାଣ୍ଡମାକୁ କହିଲେ, ତମେ ମୋ ପାଇଁ ପିଠା ବନେଇ ଦିଅ। ଫ୍ଲୋର୍ ଫ୍ଲୋର୍‌ର ଅର୍ଥ ଅଟା ମଇଦା। ଗ୍ରାଣ୍ଡମା ତାଙ୍କ ଅଟା ଡିବାରୁ ଅଟା କାଢ଼ିଲେ। ଡୁ ଡୁର ଅର୍ଥ ଅଟା ଚକଟା। ଗ୍ରାଣ୍ଡମା ଅଟାକୁ ଚଉଟିଲେ। ବେକ୍‌ଡ ବେକ୍‌ଡର ଅର୍ଥ ପୋଡ଼ିବା। ଗ୍ରାଣ୍ଡମା ପିଠାଟିକୁ ଚୁଲିରେ ପୋଡ଼ିଲେ। ୱିଣ୍ଡୋ ୱିଣ୍ଡୋର ଅର୍ଥ ଝରକା। ଗ୍ରାଣ୍ଡମା ପିଠାଟିକୁ ଥଣ୍ଡା ହେବା ପାଇଁ ଝରକାରେ ରଖିଲେ। ସିଲ୍ ସିଲ୍‌ର ଅର୍ଥ ଥାକ। ଗ୍ରାଣ୍ଡମା ଝରକାର ଥାକରେ ପିଠାଟିକୁ ରଖିଲେ। ଲେର ଅର୍ଥ ପଡ଼ି ରହିବା। ପିଠାଟି ଝରକା ଥାକରେ ପଡ଼ି ରହିଲା। ସମଟାଇମ୍‌ର ଅର୍ଥ କିଛି ସମୟ। ଗ୍ରାଣ୍ଡମା ପିଠାଟିକୁ କିଛି ସମୟ ଝରକାରେ ରଖିଲେ। ବେଞ୍ଚର ଅର୍ଥ ଚୌକି। ପିଠାଟି ଗଡ଼ି ଗଡ଼ି ଯାଇ ବେଞ୍ଚ ଉପରେ ପଡ଼ିଲା। ଫ୍ଲୋର୍‌ର ଅର୍ଥ ଚଟାଣ। ସେ ଚୌକିରୁ ଗଡ଼ି ଗଡ଼ି ଆସି ଚଟାଣରେ ପଡ଼ିଲା। ୱେର ଅର୍ଥ ରାସ୍ତା। ପିଠାଟି ଚଟାଣରୁ ଗଡ଼ି ଗଡ଼ି ଆସି ରାସ୍ତାରେ ଗଡ଼ିଲା। ବିଗେନ୍‌ର ଅର୍ଥ ଆରମ୍ଭ କରିବା। ସେ ରାସ୍ତା ପାଖରୁ ଗଡ଼ିବା ଆରମ୍ଭ କରିଲା।